ତାପରେ ତମେ ବି ସେଇ କଥା କହୁଛ। ତମେ ମୋ ଚରିତ୍ରରେ କଳଙ୍କ ଲଗାଉଛ। ତୁ ଅତୀତରେ ସାଧନାର ଭାଉଜ ଥିଲୁ। ଅଂଶୁ ନିଜକୁ ବିଧବା ସଜାଇ ଗୌତମ ଭାଇ ବଞ୍ଚିଥିଲା ପରେ ତୁ ମୋ ଡାଡକୁ ପ୍ରେମ ଜାଲରେ ଫସେଇ ଦେଇଛୁ। ନାଇଁ ଅଂଶୁ ନାଇଁ। ତୋରି ପାଇଁ ମୋ ମାମା ଘର ଛାଡ଼ି ଚାଲି ଯାଇଛି। ଅଂଶୁ ତୋରି ପାଇଁ ମୋ ଭଉଣୀ ଐଶ୍ୱର୍ଯ୍ୟା ମୋ ମାମା ପାଖକୁ ଘର ଛାଡ଼ି ଚାଲି ଯାଇଛି। କଣ ଅଛି ତୋ ମନରେ? କଣ ଅଛି? ତୁ କଣ ମତେ ଶାନ୍ତିରେ ବଞ୍ଚେଇ ଦେବୁନି? ନାଇଁ ଅଂଶୁ ନାଇଁ। ମତେ ଏମିତି ଅପବାଦ ଦେଇ ଘରୁ ବାହାର କରିଦେଲେ ମୁଁ ଯିବି କୁଆଡେ? ସେ କଥା କଣ ମୁଁ କହିବି? ଅଂଶୁ ନା ମୋ ବାବା ପାଇଁ ତୋର ଯଦି ଏତେ ଡର ତାହେଲେ ଓ ଡାଡ ପାଖରେ ଆଶ୍ରୟ ନେଇଛୁ କାହିଁକି? ନାଇଁ ଅଂଶୁ ବାହାର ଯାଏ ବୁଦ୍ଧି। ଅଂଶୁ ଆରେ ବାହାର ଆରେ ବାହାର କହୁଛି। ଅଂଶୁ ସାଧନା ଛୁଆରେ ତାକୁ ଛୁଆରେ କହୁଛି। ଜାଣିଛ ଏ ନଷ୍ଟ ଚରିତ୍ର ଯୋଗୁଁ ମୋର କି କ୍ଷତି ହେଇଛି? ୟାରି ପାଇଁ ରାସ୍ତାରେ ମୁଁ ବାଟ ମୁଣ୍ଡ ଡେକି ବାଟ ଚାଲି ପାରିନି। ୟାରି ପାଇଁ ମୋ ଇଜ୍ଜତ ଚାଲି ଯାଇଛି। ଆକୁ ମୁଁ ଛାଡ଼ିବିନି। ମାରୁ ମାରୁ ମାରିଦେବି। ତୁ ମୋ ଝିଅକୁ କଣ କଲେ ଡାଡ? ଝିଅ ଝିଅ ଘରକୁ ଝିଅ ବୋଲି ନିଜକୁ ରଖିଲା ସଜେଇ ଦିଅନ୍ତୁନି। କାହା ଶିକ୍ଷାରେ ପଡି ତୁ ବଦଳି ଯାଇଛୁ ଏ କଥାଟା ମୁଁ ଭଲ ଭାବେ ଜାଣିଛି। ଆରେ ନୂଆ ବୋହୁଟା 8 ଦିନ ହେଲା ଘରକୁ ଆସିଛି, ତା ପାଦରୁ ବାହାଳତା ଲିଭିନି। ବଡ ଘର ବଡ ଗୁମର କଥା କାହିଁକି ତା ଆଗରେ ଖୋଲି ଦଉଛୁ? ଲାଜ ଲାଗୁଛି ଡାଡ, ଲାଜ ଲାଗୁଛି ମତେ। ହେଲେ ତମକୁ ତ ଲାଜ ଲାଗିବା କଥା ନୁହଁ। ଏଇ ବୟସରେ ଯୋଉ ବାପା ଗୋଟେ ବିଧବାକୁ ଆଣି ପାଖରେ ରଖିପାରେ ତାକୁ ତ ଲାଜ ଲାଗିବା କଥା ନୁହଁ। ମୋ ଡାଡକୁ କାହିଁକି ଲାଜ ଲାଗୁଛି? ନାଇଁ ଅଂଶୁ ନାଇଁ। ଆମ ବାପ ଝିଅର ପବିତ୍ର ସମ୍ପର୍କକୁ ତୁମେ ମିଛ ଅପବାଦର ପଥର ତଳେ ଚାପି ଦେନା। ତା ନହେଲେ ଦୁନିଆରୁ ଧର୍ମ ଉଠିଯିବ। ଗୀତା ଭାଗବତ ପୋଥି ପୁରାଣରେ ଉଇ ଲାଗିଯିବ। ଏ ଅଂଶୁ ମୁଁ ତୋର ହାତ ଯୋଡ଼ି ନେଉରା ହଉଛି। ତୁ ଆଉ କିଛି କହନି। ବରଂ ଏବେ ମୁଁ ଏ ଘର ଚାଲିଯିବି। ମୁଁ ଚାଲିଯିବି। ଆରେ କୁଆଡେ ଯିବୁ? ପାଦ ଦିଟା ଯୁଆଡେ ନେଇଯିବ। କୋଉଠି ରହିବୁ? ଗଛ ମୂଳରେ। କଣ ଖାଇବୁ? ସେ କଥା ଈଶ୍ୱର ଜାଣନ୍ତି। ଆଉ ଏ କଥା ବି ଈଶ୍ୱର ଜାଣନ୍ତି। ତୁ ଗଲା ପରେ ଏ ଘରୁ ମୋ ଶବ ଉଠିବ। ଦିଟା ଷ୍ଟ୍ରୋକ ହେଇ ସାରିଛି। ତୁ ଗଲା ପରେ ଆଉ ଗୋଟେ ହେଇପାରେ। ହେ ମା, ଯୋଉଦିନ ମୋ ମଲା ଖବର ଶୁଣିବୁ ମୁଣ୍ଡ ଧୋଇ ଟିକେ ଗାଧେଇ ପଡିବୁ। 10 ଦୁଟରେ ମୋ ପାଇଁ ଟିକେ ସୁଧି ହେଇଯିବୁ। ପାରିବୁ ନା ମା? କଥା ଦେ ରେ ମା, କଥା ଦେ। ବନ୍ଦ କରନ୍ତୁ ଡାଡ, ସେ ସେଣ୍ଟିମେଣ୍ଟ ଡ୍ରାମା ବନ୍ଦ କରନ୍ତୁ। ଏମିତି କଥା କହି ତା କୋଣ ଦିନକୁ ବାନ୍ଧି ଦେଲେ ମୁଁ ସିଧା ଅଂଶୁମାନରୁ ଅମଣିଷ ପାଲଟି ଯିବି। ସତରେ ଯଦି ତମ ବାପୁ ମଣିଟା ମତେ ବାକି କହିବ, ଆରେ ଅଂଶୁ ଆର ମତେ ମାର, ଆରେ ମାର ମତେ ମାର। तू मोर डाट को जगी रही मारी देवी तता जी, मारी देवी तता। हाँ वो पागल हो जाइए। पागल कहाँ भाई अंशुमान चाहने जी पागल हो जाइए। किया मते पागल सोची दीजिए। आज सबुर समाधान हम। चलो चलो सतना घर भीतर चलो चलो। मारी देवी तो चाहिए, मारी देवी तो कहूँ, मारी देवी।
ଶୁଖି ଯାଉଛି ରେ ବା ଏତେ କଷ୍ଟ ମୁଁ ଆଉ ସହି ପାରିବିନି। ନାଇଁ 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 ମୋ ମାମା କେମିତି କଷ୍ଟ ସହିଛି ମୋ ମାମାକୁ ଅଲଗା ହେଲା ପରେ ମୁଁ କେମିତି କଷ୍ଟ ସହିଛି ସେମିତି ସହିବ ତମେ। पानी बोतल तो मते दे मामा मामा हेला दे ए समामित्रा सहानी ता निज हाथ रे ता स्वामी को पानी पिए हां घर भीतर की जा केनु चुरा के मत ए तो बड़ सुबनी के सीधा तो मोरे पुरी दे यार मामा मामा महाराज उतना देखबे तुमको बहुत शोष लगुच ना अनेक दिन है महाप्रभु भी पानी पी ना तुम्हें ना
ସେଇ ସୁନା ଫରୁଆ ଭିତରେ ଅଛି ବୁଢୀ ଅସୁରୁଣୀର ପ୍ରେମ ଜାତକ। ସେ ପ୍ରେମ ଜାତକଟା ଆଜି ଛିଡ଼ିଯିବ। ଦିଅ ଦିଅ ସେ ପେପର, ମୁଁ ବର୍ତ୍ତମାନ ସିଗ୍ନେଚର କରିଦେବି। ଦିଅ। এই নিও ভাই কোর্ট পেপরে গোটে সাইন কর। কোন সেইটা? ডিভোর্স পেপর। ମୁଁ ତମକୁ ଡିଭୋର୍ସ ଦଉଛି ବୋଲି ଏଥିରେ ଲେଖି ସାରିଛି। କେବଳ ତମର ଗୋଟେ ସାଇନ୍ ଦରକାର। ସାଇନ୍ କର, ସାଇନ୍ କର, ସାଇନ୍ କର କହୁଛି। ସକାଳ ମୁଁ ତମ ସ୍ୱାମୀ। ତମ ଡାଡି ବି ତମ ମମିଙ୍କର ସ୍ୱାମୀ। ଆଉ ତମ ମମି ଯଦି ତମ ଡାଡିଙ୍କ ଠାରୁ ସହି ନେଇ ପାରିଲେ ତାହେଲେ ମୁଁ ପାରିବିନି କାହିଁକି? ହାତ ତଳକୁ तू किए बे ହାତ ତଳକୁ ସାପରା କହିଲେ कितने भी तो बहुत ମହାରାଣୀ ଭିକ୍ଟୋରିଆ प्रेमो विक्टोरिया ଯାହା ଚାହିଁବ ସେଇଆ ହବ। हैं अब्बा बे ତମ କଥାରେ ସମାଜ ଚାଲିବ। ଶୁଣ, ସ୍ୱାମୀକୁ ଦେବତା ଭାବି ପୂଜା नले तो से मारी देबी तो तंटीर गोड़ पकड़ ଆଉ କୁକୁର ଭାବି ପଦରେ ଆଣିଦେଲେ ଭଗବାନ ବି ଅଶାନ୍ତି ହେବେ। टाइम उठा देबी ଯାଅ, ମୋ ଶ୍ୱଶୁରଙ୍କ ପାଦ ଧରି ଇଏ ବେ। ହୁଏତ ମା ପୁଅ ଦି ଜଣ ମୁକ୍ତି ପାଇଯିବ। ହେ ମା, तू तो नो ଆରେ ତୁ କାହାକୁ କଣ ବୁଝଉଛୁ? ଏମାନେ କଣ ମଣିଷ ଅବସ୍ଥାରେ ଅଛନ୍ତି ଯେ ତୋ କଥା ବୁଝିବେ? ବରଂ ଭଲ ହବ ନିଜ ଇଜ୍ଜତକୁ ଜଗି ଏଇ ପଶୁମାନଙ୍କ ପାଖରୁ ଦୂରେଇ ରହ। ए प्रभु दत्त साहाणी चिनी चुमुकी संघमित्र साहाणी अनिलु दोस्ती रे भारी बल्ल दुश्मनी रे बाघोड़ी एक छटलो कर जियो मन डिमा कर अनी जो चिनी चुना मुकी मो पुओ तते भल पाई बाईची बोली चुप रहिली जो जिभरे तू मते चैलेंज करू तो जिभटा को मो ओपारी देबी बे ଆଉ ମାମା, ତୁ ତାକୁ କିଛି କହିବା ଦରକାର ନାହିଁ। ତୁ ମୋ ମାମାଙ୍କୁ ଘରେ ପ୍ରଶ୍ନ କରିବୁ। ମିନିଷ୍ଟର ହେବା ପାଇଁ ଯାଉଥିବା ସଂଘ ଭିତରେ ସାଣିକୁ ତୁ ଜବାବ ଦେବୁ। ଛାଡ଼ିବି ତତେ, ମାରିଦେବି ବେ, ମାରିଦେବି। କାହିଁକି ମୋ ଶାଶୁ ଘରକୁ ଆସିଛୁ? ମୋ ଶାଶୁ ଘରକୁ ଆସି
ମୋ ସାମ୍ନାରେ ତମ ସ୍ୱାମୀଙ୍କ ଉପରକୁ ହାତ ଉଠାଇଦେଲ। ଭୁଲ ହେଇଗଲା ଲୋ ସାଧନା, ଭୁଲ ହେଇଗଲା। ତୁ ଏତେ ବଡ ଘର ବୋହୂ ହେଇଛୁ, ତୋ ଭାଗ୍ୟରେ ଏତେ ସୁଖ ଅଛି, ଏଇ ଖୁସିରେ ନିଜକୁ ଭୁଲି ଯାଇ ମୋ ହାତଟା ଉଠେଇ ଦେଇଥିଲେ। ଅଂଶମାନ, ମୋର ଭୁଲ ହେଇଯାଇଛି, ତମେ ମୋତେ କ୍ଷମା କରିଦିଅ। କ୍ଷମା? ତତେ ପୁଣି କ୍ଷମା? ତତେ କ୍ଷମା କରିଦେଲେ ଭଗବାନ ବି ଅଶାନ୍ତି ହେବେ। ତୁ ଯୋଉ ଆମର କ୍ଷତି କରିଛୁ ସେଟା ତୁ ନର୍କକୁ ଚାଲିଯିବୁ। ଆରେ କଣ କରିଛି ମୁଁ? ତୁ ତୋ ସ୍ତ୍ରୀ ସାଧନାକୁ ସମାଜକୁ 20 ଲକ୍ଷ ଟଙ୍କାରେ ତୁ ମୋ ଡାଟକୁ ବିକ୍ରି କରିଦେଲା। ଆରେ ବାଃ! ହା! ଭଲ ସ୍ତ୍ରୀ ବେପାରୀଟିଏ ତୁ। ହଁ, ନିଜ ସ୍ତ୍ରୀକି 20 ଲକ୍ଷ ଟଙ୍କାରେ ବିକ୍ରି କରିଦେଇ ନତାଶା ନାଗରାଜକୁ ମ୍ୟାରେଜ କରିଛୁ। ମାନେ କଣ କହିବି ତତେ? ଚରିତ୍ରହୀନ ଦମ୍ପଟ ତ। ନାଇଁ ମ୍ୟାଡାମ, ନାଇଁ। ନାଇଁ, ପରିସ୍ଥିତିରେ ପଡ଼ି ମୋ ଭାଇ ଭଉଣୀମାନଙ୍କ ପାଇଁ ମୁଁ ଏମିତି କାମ କରିଛି ସତ, ହେଲେ ମୁଁ ଚରିତ୍ରହୀନ କି ଲମ୍ପଟ ନୁହଁ। ବାବୁ, ମୋ ଭୁଲ ପାଇଁ ମୋ ଭଉଣୀକି ଦୋଷ ଦେବିନି, ସହିପାରିବିନି ବାବୁ। ମରିଯିବି ମୁଁ, ମରିଯିବି। ଆସୁଛି ନା ସାଧନା, ଆସୁଛି, ଆସୁଛି। ଠିଆ ହୁଅ। ତମେ ତମ ସ୍ତ୍ରୀ ତମସାକୁ ସାଙ୍ଗରେ ନେଇକି ଯିବ। ତମସା, ତମସା। ହେଇ, ଯଦି ତମସାକୁ ଏ ଘରୁ ବାହାର କରିଦଉ ତାହେଲେ ମୁଁ ତତେ ତ୍ୟାଜ୍ୟପୁତ୍ର କରିବି। ହିମ୍ମତ ଅଛି ତ ତ୍ୟାଜ୍ୟପୁତ୍ର କରି ଦେଖ। ଗୋଟା ବାରମ୍ବାର ବେଶ୍ୟା ପାଇଁ ମୋ ପୁଅର ଯଦି ସାମାନ୍ୟ ଟିକେ କ୍ଷତି ହୁଏ, ମୁଁ ତମ ସମସ୍ତଙ୍କୁ ପେଟ୍ରୋଲ ପକେଇ ଜାଳିଦେବି। ମନେ ଥାଏ ଯେମିତି ଭୂସଙ୍ଗ ମିତ୍ରା ସାହାଣୀ। କୁସ୍ତିରେ ଭାରି ଭଲ, ଦୁଶ୍ମନୀରେ ବାଘୁଣୀ। ଶୁଣୁଡା, ଦରକାର ପଡ଼ିଲେ ପଶୁରାମ ବାପାଙ୍କ କଥାରେ ମାମାକୁ ମାରିଲା ଭଳିଆ ମୋ ମାମା କଥାରେ ତମକୁ ବି ମାରି ଦେଇପାରେ। ଟିକେ ଶୁଣି ଯାଅ। ତୁ ବି ମୋ କଥା ଶୁଣ। ତୋ ଭାଉଜ ଗୋଟେ ବେଶ୍ୟା, ତୋ ଭାଇ ଗୋଟେ ଚରିତ୍ରହୀନ। ତତେ ମୁଁ ସ୍ତ୍ରୀ ଭାବରେ ଗ୍ରହଣ କରିପାରିବିନି। ତୁ ବି ତୋ ଭାଇ ପାଖକୁ ଚାଲି ଯା।